नमस्ते। एथर आमे आलोचना करिबा झड़ कविता। कवि होउछंती सच्चिदानंद राउतराय। पांडुलिपि संकलनर प्रथम कविता होउछि झड़ एवं प्रगतिवादी साम्यवादी आभिमुख्य को नहीं रचित होइथिबा कवितार नाम होउछि झड़। आधुनिक ओडिया कवितार पितामह सच्चिदानंद राउतरायंकर कवि जीवन संपर्क रे संक्षेप रे किछि आलोचना करिबा एवं तांकर लेखिबार उद्देश्य संपर्क रे आमे जो प्रयास करूछु प्रत्येक लेखकर लेखिबार प्रेरणा कौन काहींकी लेखंती से संपर्क रे आलोचना करिबा एवं तापरे पांडुलिपिर प्रथम कविता झड़र पृष्ठभूमि एवं कवितार विषय वस्तु आलोचना सही क्रम रे चली। सच्चिदानंद राउतरायंकर जन्म होउछि मे 13 तारिख 1913। जन्मस्थान गुरुजंग खोर्धा। पिता प्रसन्न कुमार राउतराय एवं माता हेउछंती मुक्ता देवी। तांकर देहावसान घटिछि 21 अगस्त 2004 मसीह रे। तांकर प्रकाशित ग्रंथ गुड़िक पाथेय, पूर्णिमा, पल्लीश्री, रक्तशिखा, बाजीराउत, अभिजान, पांडुलिपि, अभिज्ञान, हसंत, भानुमतीर देश, स्वगत, कविता 1962, कविता 1969, एशियार स्वप्न, कविता 1971, कविता 1974, मायकोभस्की का कविता संग्रह एवं कविता 1983। तांकर रचित उपन्यास बा जहाकू प्रथम एंटी नोवेल बोली कहा जाए चित्रग्रीव। तांकर रचित गल्प संकलन नाम होउछि माटीर ताज, मशाणीर फूल, छाई, मांकड़ और अन्यान्य गल्प। से जड़े उच्चकोटीर समालोचक मध्य, तेणु तांकर समालोचना ग्रंथ जो अच्छी ताहा होउछि साहित्य विचार और मूल्यबोध, साहित्य रे मूल्यबोध एवं आधुनिक साहित्यर केतेक दिग। तांकर आत्मजीवनीर नाम होउछि उत्तर कक्ष। इंग्राजी रे शॉर्ट स्टोरी जब सची राउतराय मध्य तांकर एक संकलन अछि। सची राउतराय मु कहीं लेखे प्रसंग रे जेतेबेले कही छंती बा लेखी छंती से स्पष्ट भावरे एक कथा उल्लेख करिछंती खूब मुक्त कंठरे। प्रथमे लेखिबाकू आरंभ कला बेले मु कहीं लेखे ए प्रश्न निजकू न पचारी मने हुए मु जेमिति भूल करिछि। ए प्रश्न एते डेरी रे पचारिबा भी सही परी भूल, कारण या भितरे एते लेखि सारिलिणी जे मो लेखारुई मु कहीं लेखे ए प्रश्नर उत्तर आपे आपे मिली जिबा उचित। तेणु तांको लेखार कारण जदि आमे कहिबा आमर विचार रे से चाहंती समाजर समूले बा संपूर्ण
ରୂପାନ୍ତର ପରିବର୍ତ୍ତନ, ଯଦିଓ ସେ ପରିବର୍ତ୍ତନର ରୂପ, ସ୍ୱର, ଅଭିବ୍ୟକ୍ତି, ଗୁଣ, ଧର୍ମ, ବର୍ଣ୍ଣ ଭିନ୍ନ। ଯେଉଁ ରୂପାନ୍ତର ଗାନ୍ଧୀ, ଯେଉଁ ରୂପାନ୍ତର ଶ୍ରୀ ଅରବିନ୍ଦ, ସେଇ ରୂପାନ୍ତର ସଚୀ ରାଉତରାୟଙ୍କର ନୁହେଁ। ତେବେ ଦେଖିବା ପରବର୍ତ୍ତୀ ଅଂଶରେ ମୁଁ କାହିଁକି ଲେଖେ ବାବଦରେ କହିଲା ବେଳେ ସେ କ'ଣ କହିବାକୁ ଚେଷ୍ଟା କରିଛନ୍ତି। ସତ୍ୟ, ଶିବ, ସୁନ୍ଦର ଆଦି ବଡ଼ ବଡ଼ ରହସ୍ୟମୟ କଥାର ଦ୍ୱାହି ନ ଦେଇ ମୁଁ ସିଧାସଳଖ ଭାବେ କହିବି ଯେ ମୁଁ ଲେଖେ ମୋ ମନର ଉତ୍ତେଜନା ମେଣ୍ଟାଇବା ପାଇଁ। ବିଚିତ୍ର ପ୍ରକୃତି, ଶ୍ରୀମୟ ପୃଥିବୀ, ମଣିଷ ଜୀବନ, ସମାଜ, ପ୍ରେମ, ବିପ୍ଳବ, ଦେଶପ୍ରୀତି ଏସବୁ ମୋ ମନକୁ ନାନା ଭାବରେ ଉତ୍ତେଜିତ କରିଛନ୍ତି। ମୋର ଲେଖା ସେଇ ମାନସିକ ଉତ୍ତେଜନା ହାତରୁ ରକ୍ଷା ପାଇବାର ଏକ ଉପାୟ ରୂପେ ପ୍ରଥମେ ଆତ୍ମପ୍ରକାଶ କରିଥିବ ବୋଲି ମନେ ହୁଏ। ମଣିଷର ଯେଉଁ ସ୍ୱପ୍ନ ବାସ୍ତବତାର ଜମିରେ ଅଙ୍କୁରିବାକୁ ସୁଯୋଗ ପାଏ ନାହିଁ, ସାହିତ୍ୟ ମାଧ୍ୟମରେ ତାହା ପ୍ରକାଶର ମାର୍ଗ ଖୋଜେ। କଥାଟା ବୋଧହୁଏ ଫ୍ରଏଡୀୟ ହୋଇଗଲା, କିନ୍ତୁ ମୋର ମନେ ହୁଏ ଏହା ଖାଣ୍ଟି ସତ। ଅବଶ୍ୟ ଲେଖାଲେଖି ସବୁବେଳେ ନିସ୍ୱାର୍ଥ ସାତ୍ୱିକ ଭାବରେ କରାଯାଏ ତା ନୁହେଁ। ଯଶ ଓ କିଛି ଦିନ ପରେ ପଇସା ପାଇବାର ପ୍ରତ୍ୟାଶା ମଧ୍ୟ ଏହା ପଛରେ ରହିବା ସ୍ୱାଭାବିକ। କାରଣ ଲେଖିବାର ମୂଳ ପ୍ରେରଣା ଯାହା ହେଉନା କାହିଁକି, ଏହା ଯେ ଅନ୍ୟାନ୍ୟ ଅନେକ କାମ ପରି ଏକ ପ୍ରକାର ଶ୍ରମ ବିଶେଷ ଏବଂ ଏ ଶ୍ରମର ସାମାଜିକ ମର୍ଯ୍ୟାଦା ଓ ମଜୁରୀ ଉଭୟ ଯେ ଲେଖକର ପ୍ରାପ୍ୟ, ଏକଥା ଅସ୍ୱୀକାର କରିବାର ଉପାୟ ନାହିଁ। ଓକିଲ, ବାରିଷ୍ଟର, ଶିକ୍ଷକ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ନିଜର ମସ୍ତିଷ୍କ ଚାଳନ କରି ଯଦି ପଇସା ଦାବି କରିବାର ହକଦାର ହୁଅନ୍ତି, ତେବେ ଲେଖକ ବିଚରା ବି ସେହିପରି ନିଜର ଚିନ୍ତା ଓ ହୃଦୟାବେଗର ପ୍ରକାଶ କରି ବେଠି ଖଟିବ କେଉଁ ଯୁକ୍ତିରେ? ଏହା ଛଡ଼ା କବିତା ଲେଖିବାକୁ ସରସ୍ୱତୀ ଠାକୁରାଣୀ କେବେ ହେଲେ ମୋତେ ସପନେଇ ନାହାନ୍ତି କି ତାଙ୍କ ଆଦେଶରେ ମୁଁ କେବେ ନିସ୍ୱାର୍ଥ ସାହିତ୍ୟ ସେବା କରେ ନାହିଁ। ଏକଥା ସ୍ୱୀକାର କରିବାରେ କିଛି ଲଜ୍ଜା ନାହିଁ। ଅବଶ୍ୟ ଏକଥା ସତ ଯେ ପଇସା କଥା ପରେ ଉଠିଥାଏ। ପ୍ରଥମେ ଲେଖକ ଲେଖେ ନିଜର ହୃଦୟାବେଗ ଓ ଚିନ୍ତାର ପ୍ରକାଶ ପାଇଁ, ପରେ ଅନ୍ୟ 5 ଜଣଙ୍କୁ ତାହା ଶୁଣାଇବା ପାଇଁ ତାର ଇଚ୍ଛା ହୁଏ ଏବଂ ଅନ୍ୟର ନିନ୍ଦା ପ୍ରଶଂସା ଶୁଣିବାର ଅପେକ୍ଷା ରଖେ। ତା ମନର ଉଚ୍ଚାରଣ ସମସ୍ତଙ୍କୁ ଶୁଣାଇ ପାରିଲେ ସେ ଖୁସି ହୁଏ ଏବଂ ଅନ୍ୟ ସମସ୍ତେ ତାହା ଶୁଣି ଖୁସି ହେଲେ ସେ ଉତ୍ସାହିତ ହୁଏ। ପୁଣି ଅନ୍ୟର ମତାମତ ଦ୍ୱାରା ସେ ନିଜେ ଲେଖାର ଦିଗ ନିର୍ଣ୍ଣୟ କରିବାକୁ କେତେକ ଅଂଶରେ ସମର୍ଥ ହୁଏ। ଲେଖା ପୁଣି ଆତ୍ମକୈନ୍ଦ୍ରିକ ବା ନିଛକ ଆତ୍ମିକ ବ୍ୟାପାର ନୁହେଁ। ଏହା ଏକ ସାମାଜିକ ପ୍ରକ୍ରିୟା। କାରଣ ଏହାଦ୍ୱାରା ଲେଖକ ଏକ ସାମାଜିକ ସମ୍ପର୍କ ସ୍ଥାପନ କରେ। ନିଜର କ୍ଷୁଦ୍ର ପରିସର ଭିତରୁ ବାହାରି ଆସି ବୃହତ୍ତର ସମାଜ ମାନସ ସଙ୍ଗେ ତାର ଦିଆନିଆ କାରବାର ଚାଲୁ ହୁଏ। ଇଏ କିଛି କମ୍ ସାର୍ଥକତା ନୁହେଁ। ମଣିଷ ମନ କହ ବା ହୃଦୟ କହ, ତାହା ଦର୍ପଣ ପରି। ଛବି ଫୁଟେଇବାର ନିଜସ୍ୱ କ୍ଷମତା ତାର ନାହିଁ। ବାହାରର ନାନା ଘଟଣାର ଛାୟା ସମ୍ପାତରେ ସେଥିରେ ନାନା ପ୍ରକାର ପ୍ରତିଫଳନ ହୁଏ। ଶିଳ୍ପକଳା ତାହାର ବାହ୍ୟ ପ୍ରକାଶ ମାତ୍ର। ଅବଶ୍ୟ ଏହା ବିନିମୟରେ ଯଶ ବା ଗୌରବ ପାଇବା ଲାଳସା ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ଆନୁଷଙ୍ଗିକ। ଜଣେ ଅନ୍ୟକୁ ଗୀତ ଶୁଣାଇଲା ବେଳେ ଗାୟକ ଯେମିତି ଗୀତ ଗାଇବାର ଆନନ୍ଦ ସଙ୍ଗେ ସଙ୍ଗେ ଶ୍ରୋତାର ପସନ୍ଦ ଅପସନ୍ଦ ଦ୍ୱାରା ପ୍ରଭାବିତ ହୋଇଥାଏ, ଲେଖକ ସେହିପରି ପାଠକ ସମାଜ ଦ୍ୱାରା ନିନ୍ଦା ପ୍ରଶଂସା ପ୍ରତି ସଚେତନ ରହିବାଟା ସ୍ୱାଭାବିକ। ଯେଉଁମାନେ ବଡ଼ ବଡ଼ ଲେଖକ, ଯେଉଁମାନଙ୍କର ଆତ୍ମବିଶ୍ୱାସ ଅଟଳ, ସେମାନେ ଜନତାର ମତାମତ ଭିତରେ
ଅଟଳ ରହନ୍ତି। ନିଜର ସାହିତ୍ୟିକ ଆଦର୍ଶକୁ ଶସ୍ତା ଜନମତ ଦ୍ୱାରା ପ୍ରଭାବିତ ହେବାକୁ ଦିଅନ୍ତି ନାହିଁ। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ଯେ ଯଶର ଲାଳସା ରଖିନଥାନ୍ତି, ଏହା ଆଜି ମନ ସମୀକ୍ଷାର ଯୁଗରେ କହିବା ହାସ୍ୟାସ୍ପଦ। ଉଦାହରଣ ସ୍ୱରୂପ ଶିଲାର ଓ ଗେଟେଙ୍କର କଥା କୁହାଯାଇପାରେ। ଉଭୟ ସମସାମୟିକ। ଶିଲାରଙ୍କର ଜନପ୍ରିୟତାର ଶତାଂଶରୁ ଏକାଂଶ ମଧ୍ୟ ଗେଟେଙ୍କର ନଥିଲା। କିନ୍ତୁ ଯଶ ବା କୀର୍ତ୍ତିରେ ଆଜି 100 ବର୍ଷ ପରେ ମଧ୍ୟ ଗେଟେ ଶିଲାଙ୍କର ଅପେକ୍ଷା ଅଧିକ ଜାଜ୍ୱଲ୍ୟମାନ, ଅଧିକ ଭାସ୍ୱର। ଆଗରୁ କହିଛି, ଲେଖିବା ଏକ ସାମାଜିକ କାର୍ଯ୍ୟ। ଏହାର ଜନ୍ମସ୍ଥଳ ମଣିଷର ନିଭୃତ ମର୍ମସ୍ଥଳ ହୋଇପାରେ। ଏହାର ମୂଳ ଉତ୍ସ ମଣିଷର ନିର୍ଜନ ହୃଦୟ ଭିତରେ ଲୁକ୍କାୟିତ ଥାଇପାରେ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଏହା ବାହାରେ ପ୍ରକାଶ ହୋଇପଡ଼େ, ସେହି ମୁହୂର୍ତ୍ତରେ ଏହା ବ୍ୟକ୍ତିର ସଂକୀର୍ଣ୍ଣ ଛକ ପାର ହୋଇ ସମାଜର ବୃହତ୍ତର ଇଲାକାରେ ପ୍ରବେଶ କରେ। ବ୍ୟକ୍ତି ଓ ତାର ଚିନ୍ତା ଭାବନା ମଧ୍ୟ କିଛି ସମାଜ ନିରପେକ୍ଷ ଅସମ୍ବନ୍ଧ ବସ୍ତୁ ନୁହେଁ ଯେ ଲେଖକ ନିଜ ମନକୁ ନିଜ ଖିଆଲରେ କିଛି ଲେଖି ପକାଇ ପୁଣି ନିଜେ ନିଜକୁ ଶୁଣାଇ ତୃପ୍ତି ଲାଭ କରିବ। ସାହିତ୍ୟରେ ମୋର ଆଦର୍ଶ ଭଞ୍ଜୀୟ ଯୁଗର ଆଦର୍ଶ ପରି ନ୍ୟୁନତମ ସଂଖ୍ୟା ଆଗରେ ସୂକ୍ଷ୍ମତମ କଳାର କୁହୁକ ଦେଖାଇବା ନୁହେଁ, ବୃହତ୍ତମ ସଂଖ୍ୟା ପାଇଁ ଗଭୀର ଅନୁଭୂତି ଓ ଅଭିଜ୍ଞତାର ପରିବେଷଣ ହିଁ ଶିଳ୍ପକଳାର ପ୍ରତିମାଣ ବୋଲି ମୁଁ ବିଶ୍ୱାସ କରେ। ଏହାପରେ ପ୍ରଶ୍ନ ଉଠେ ପଇସାର। ଅନ୍ୟାନ୍ୟ ଶ୍ରମ ପରି ଲେଖିବାରେ କମ୍ ସମୟ ଓ ଶକ୍ତି ଖର୍ଚ୍ଚ ହୁଏ ନାହିଁ। ଏ ଶ୍ରମ ଅମୂଲ୍ୟ ସତ, କିନ୍ତୁ ଏକାବେଳେକେ ମୂଲ୍ୟହୀନ ହେଲେ ଲେଖକ ବିଚରାର ବଞ୍ଚି ରହିବା କଷ୍ଟ ହେବ। ଗଛର ଫୁଲଟି ସୁନ୍ଦର ଓ ସେ ସୌନ୍ଦର୍ଯ୍ୟର ମୂଲ୍ୟ ଟଙ୍କା ଅଣା ପାହିରେ ଦିଆଯାଇ ପାରିବ ନାହିଁ ବୋଲି ଗଛକୁ ପାଣି ଓ ସାର ନ ଦେଇ ଶୁଖାଇ ମାରିବା ଯାହା, ଲେଖକର ଅମୂଲ୍ୟ ଲେଖାର ମୂଲ୍ୟ ନ ଦେଇ ତାକୁ ଅଭାବ ଅନଟନରେ ପେଶି ମାରିବା ପ୍ରାୟ ସେଇଆ। ତାପରେ ଲେଖା ଯେତେବେଳେ ଏକ ପେଶାରେ ପରିଣତ ହୁଏ, ଅଥଚ ଯଦି ଲେଖିକରି ସେତେବେଳେ ପଇସା ନ ମିଳେ, ତେବେ ଲେଖକ ବିଚରା ଲେଖାଲେଖିକୁ ଗୌଣ ବିବେଚନା କରି ଜୀବନ ଧାରଣ ପାଇଁ ଅନ୍ୟ ବୃତ୍ତି ଧରିବାକୁ ବାଧ୍ୟ ହୁଏ। ଏଥିରେ ତାର ସାହିତ୍ୟିକ ଅନୁଶୀଳନ ଭ୍ରଷ୍ଟ ହୁଏ ଓ ସମାଜ ତାର ଶ୍ରେଷ୍ଠ ଦାନରୁ ବଞ୍ଚିତ ହୁଏ। କବି ହୁଏ ଏ କ୍ଷେତ୍ରରେ କିରାନୀ କି ଟାଇପିଷ୍ଟ କି ଡେପୁଟି ମାଜିଷ୍ଟ୍ରେଟ କି ବୀମା କମ୍ପାନୀର ଏଜେଣ୍ଟ। ଏହିପରି ମାନସିକ ଦ୍ୱନ୍ଦ୍ୱ ଓ ପ୍ରତିକୂଳ ଅବସ୍ଥାର ସଂଘର୍ଷ ଭିତରେ ତାର ମୌନ ପ୍ରତିଭା ଧୀରେ ଧୀରେ ମଉଡ଼ିଯାଏ। ତେଣୁ ଯେ ଲେଖକ ତାର ଲେଖାଲେଖି ନେଇ ପଡ଼ି ରହିବା ଉଚିତ ଏବଂ ସେ ଦିଗରେ ନାନା ପରୀକ୍ଷା ଓ ସାଧନା ଅପ୍ରତିହତ ଭାବରେ ଚଳାଇ ଯିବା ଉଚିତ। ତାର ଚାହି ପ୍ରଚୁର ଅବସର, ପ୍ରଚୁର ପଢ଼ାଶୁଣାର ସାମଗ୍ରୀ। ଗୋଟିଏ କଥାରେ କହିବାକୁ ଗଲେ ତାକୁ ପେଶାଦାର ଲେଖକ ହେବାକୁ ହେବ। ତେଣୁ ଏଠି ସ୍ୱତଃ ପଇସାର ପ୍ରଶ୍ନ ଉଠେ। ପଇସା ନ ମିଳିଲେ ଏକନିଷ୍ଠ ଭାବରେ କେବଳ ଲେଖାଲେଖି ନେଇ ପଡ଼ି ରହିବା ତା ପକ୍ଷରେ ସମ୍ଭବ ହେବ କେମିତି? ତେଣୁ ସବୁ ଲେଖକଙ୍କ ପରି ମୋର ମଧ୍ୟ ଯଶ ଖ୍ୟାତି ସଙ୍ଗେ ସଙ୍ଗେ ପଇସାର ଆବଶ୍ୟକତା ଥିବ ଓ ଅଛି। ଏ ଦୁହେଁ ଦୁହିଁଙ୍କ ଉପରେ ପୁଣି ନିର୍ଭରଶୀଳ। ଅର୍ଥାତ୍ ଭଲ ଖ୍ୟାତି ନଥିଲେ ଲେଖକର ବହି ଭଲ ବିକ୍ରି ହେବ ନାହିଁ ବା ବେଶୀ ପଇସା ମିଳିବ ନାହିଁ। ଓଡ଼ିଶାରେ ପୁଣି ଓଲଟା ବି ସମ୍ଭବ ହୁଏ। ସେ ଯାହା ହେଉ, ଏ ବିବଦମାନ ସମସ୍ୟା ଭିତରକୁ ନ ପଶି ମୋଟାମୋଟି କୁହାଯାଇପାରେ ଯେ ଯଶ ଓ ଅର୍ଥ ଉଭୟ ଲେଖକ ପାଖରେ ଅନିବାର୍ଯ୍ୟ। ଏଥିରେ ଲଜ୍ଜାର କଥା କିଛି ନାହିଁ। ଆଉ ଗୋଟିଏ କଥା ପାଇଁ ମୁଁ ଲେଖେ ଏବଂ ସେଥିପାଇଁ କମ୍ କ୍ଷତି ବି ମୋତେ ସହିବାକୁ ପଡ଼ିନାହିଁ। ତା ହେଉଛି ବିଦ୍ରୋହ। ପ୍ରଚଳିତ ସମାଜ ଓ ରାଷ୍ଟ୍ରର ନାମ ଗଫଲତି ପୁଣି ଅବ୍ୟବସ୍ଥା ଦୂର କରି ଏକ ନୂଆ ସୁଖୀ ସମାଜ ଗଢ଼ିବାର କଳ୍ପନା ମୋର ପିଲାଦିନରୁ ଅଛି।
ଏକ ନୂଆ ଜୀବନର ଚେହେରା ମୋତେ ଅସ୍ଥିର କରି ପକାଏ। ଗତ 100 ବର୍ଷ ଭିତରେ ତିନିଟା ମହାଯୁଦ୍ଧର ମାଡ଼ ଖାଇ ଏବଂ ଆଉ ଗୋଟିଏ ମହାଯୁଦ୍ଧର ବିଭୀଷିକା ତଳେ ଅନବରତ ଭୟରେ କମ୍ପି କମ୍ପି ଏ ସଭ୍ୟତାର ବଞ୍ଚିବାର ଶକ୍ତି ଯେମିତି କ୍ରମେ ଶୁଖିଗଲାଣି। ମଣିଷର ମନର ଜମିରେ ଆତ୍ମବିଶ୍ୱାସର ଚେର ବୋଲି ଆଉ ଯେମିତି କିଛି ନାହିଁ। ଚାରିଆଡ଼େ ନିରାତ୍ମା ଶୂନ୍ୟତା, ଅସାଫଲ୍ୟର ଧୁ ଧୁ ବାଲୁବନ୍ତ। ସେଇ ମରୁଭୂମିର ମାରିଚ ଛଳନା ଭିତରେ ପରାଜୟ ଓ ପଳାୟନର ସ୍ୱର। ଯାହା ମରଣୀୟ ତାହା ଶୀଘ୍ର ମରିଯାଉ ଓ ତା ଜାଗାରେ ନୂଆ ଜୀବନ ଅଙ୍କୁରି ଉଠୁ, ଏହା ମୋର ଆଶା ଓ ଦର୍ଶନ। ଏଥିପାଇଁ ସଂଘାତ ଓ ସମନ୍ୱୟ ଉଭୟ ଦରକାର। ପ୍ରଥମେ ପଚାସଢ଼ା ସମାଜର ଚୌକାଠ ଭାଙ୍ଗିବାକୁ ହିଁ ହେବ। ତାପରେ ନୂତନ ସୃଷ୍ଟିର ସମ୍ଭାର ପାଇଁ ନୂତନ ଓ ସମନ୍ୱୟ କରିବାକୁ ହେବ। ଆମର 3000 ବର୍ଷର ଉତ୍ତରାଧିକାର ସଙ୍ଗେ ନୂତନ ଭବିଷ୍ୟମାନ ସମାଜ ସଂହତିର ଯୋଗସୂତ୍ର ସ୍ଥାପନ କରିବାକୁ ପଡ଼ିବ। ଏକ ଧାରାରେ ସଂଘର୍ଷ ଓ ବିପ୍ଳବ, ଅନ୍ୟ ଧାରାରେ ନୂଆ ଜୀବନର ସମନ୍ୱୟ ଭିତ୍ତିପତନ। ତେଣୁ ମୋ ସାହିତ୍ୟର ଜଳବାୟୁ ଖାଲି ନେତିବାଚକ ବା ନଞ୍ଜର୍ଥକ ନୁହେଁ, ଏହା ଇତିବାଚକ, ବାହ୍ୟଧର୍ମୀ, ଧ୍ୱଂସ ଓ ସୃଷ୍ଟି ଉଭୟଙ୍କୁ ଏହା ଅଗ୍ରସର। ତେଣୁ ପ୍ରଚଳିତ ବିଧି ବ୍ୟବସ୍ଥା ବିରୁଦ୍ଧରେ ମୋ ସାହିତ୍ୟରେ ବିଦ୍ରୋହ ଓ ବିଦ୍ରୂପର ଅଙ୍କୁଶ ଯେମିତି ସବୁବେଳେ ଅତି ତୀବ୍ର ଓ ନିର୍ଦ୍ଦୟ ଭାବରେ ବାଜି ଉଠିଛି, ନୂତନ ଜୀବନର ସ୍ୱପ୍ନ ଓ ନକ୍ସା ବି ସେହିପରି ମୂର୍ତ୍ତ ହୋଇ ଉଠିଛି। ରୋମାଣ୍ଟିକ ଶୈଶବର ଛକ ଅତିକ୍ରମ କରି ନୂତନ ବାସ୍ତବତାର ଦିଗନ୍ତ ଅଭିମୁଖରେ ଏହା କ୍ରମ ଅଗ୍ରସର। ଏ ଯାତ୍ରା ଖାଲି ମରୁଭୂମିରେ କାରାଭାନର ମରୁଯାତ୍ରା ମାତ୍ର ନୁହେଁ, ଏ ଯାତ୍ରାର ଲକ୍ଷ୍ୟ ନୂତନ ଦିଗନ୍ତର ଆବିଷ୍କାର, ନୂତନ ପୃଥିବୀର ସନ୍ଧାନ। ଏହା ପଛରେ ଯଶଲିପ୍ସା ଯେ ନଥିବ, ତାହା ଫ୍ରଏଡୀୟ ଶାସ୍ତ୍ରର ଛାତ୍ର ହିସାବରେ ଅସ୍ୱୀକାର କରିବା ହୁଏତ ଆତ୍ମଛଳନା ହେବ। କିନ୍ତୁ ଏଥିପାଇଁ ମୋତେ ଅନେକ କ୍ଷତି ସହିବାକୁ ପଡ଼ିଛି। ବହି ବାଜ୍ୟାପ୍ତ ହେବାଠାରୁ ପରୋକ୍ଷ ତାଡ଼ନା ଓ ଜେଲ୍ ଜରିମାନା ପର୍ଯ୍ୟନ୍ତ। କିନ୍ତୁ ମୁଁ ଦବି ଯାଇ ନାହିଁ, ଏହା ମୋ ପକ୍ଷରେ ଅବଶ୍ୟ ଆଶାର କଥା। ଜୀବନର ନାନା ବିଚିତ୍ର ରଙ୍ଗ, ନାନା ସ୍ୱର ଓ ବର୍ଣ୍ଣର ଛଟା, ପୃଥିବୀର ନାନା ରୂପ, ରସ ଓ ପ୍ରାଣ, ପୁଣି ସମାଜ ଓ ମଣିଷ ସମ୍ପର୍କର ନାନା ସଂଘର୍ଷ ଓ ସମନ୍ୱୟର ଆଶ୍ଚର୍ଯ୍ୟ ଧାରା ମୋତେ ବିହ୍ୱଳ ଓ ସୃଷ୍ଟିମୁଖର କରିଛନ୍ତି। କେତେବେଳେ ଆନନ୍ଦରେ ମୁଁ ଗୀତିବାନ ହୋଇ ଉଠିଛି, ତ କେତେବେଳେ ଘୃଣା ଓ କ୍ରୋଧରେ ବହ୍ନିମାନ ହୋଇ ପଡ଼ିଛି। କିନ୍ତୁ ମୋ ଲେଖନୀ ମୋତେ ପ୍ରତାରିତ କରିନାହିଁ। କୈଶୋରରେ ପୃଥିବୀ ଓ ପ୍ରକୃତିର ଆଶ୍ଚର୍ଯ୍ୟ ସୌନ୍ଦର୍ଯ୍ୟ, ପ୍ରେମ ପ୍ରଣୟ, ଜାତୀୟ ଆନ୍ଦୋଳନ, ଯୌବନରେ ଗାନ୍ଧିଜୀ, ମାର୍କ୍ସ, ଏଙ୍ଗେଲ୍ସ, ଫ୍ରଏଡ୍, ଜନ ଆନ୍ଦୋଳନ, କୃଷକ, ଶ୍ରମିକ ଓ ମଧ୍ୟବିତ୍ତ ସଂଗ୍ରାମ, ପ୍ରେମ, ପଲ୍ଲୀ ଓ ଜନପଦ, ମାନବିକତା ଓ ସ୍ପେନ୍ ଏବଂ ସୋଭିଏଟ୍ ରୁଷ ଓ ତାର ଆଶ୍ଚର୍ଯ୍ୟ ସଂସ୍କୃତି ଓ ସଭ୍ୟତାର ସଂଗଠନ ମୋତେ ଯେପରି ଗଭୀର ଭାବରେ ଉନ୍ମାଦିତ ଓ ଆଲୋଡ଼ିତ କରିଛନ୍ତି। ବର୍ତ୍ତମାନ ଯୁଗରେ ମଣିଷର ସମ୍ପୂର୍ଣ୍ଣ ଜୀବନ ଓ ତାର ସମସ୍ୟା ମହାଯୁଦ୍ଧ, ଯୁଦ୍ଧୋତ୍ତର ପୃଥିବୀ, ଗାନ୍ଧିଜୀ, ମାର୍କ୍ସ, ଏଙ୍ଗେଲ୍ସ, ଫ୍ରଏଡ୍, ନୂତନ ଯନ୍ତ୍ରର ସମ୍ଭାବନା, କଳକବ୍ଜା, ଶାକସବ୍ଜି, ପାର୍କ, ମଇଦାନ, ନଦୀ, ପ୍ରାନ୍ତର, ଫସଲର ରୋମାଞ୍ଚ ଓ ଉନ୍ମାଦନା, ପୁଣି ସ୍ୱାଧୀନ ହିନ୍ଦର ଅଭ୍ୟୁଦୟ, ତାର ଆଶା ଓ ପ୍ରତିକ୍ରିୟା, ଲାଲ ଚୀନ
पृथ्वी तथा प्रकृतिर अजस्र रूप रस लीला आउ प्रेम ओ विद्रोह मो साहित्यर जीवनी शक्ति जगाई ए समस्त को मु ग्रहण करी मो जीवनर अविच्छेद्य अंग रूपे प्रतिवाद तो करी नहीं बरं पूर्णताई अनुभव करिछि। कालिदास भंज बा रवींद्रनाथ कविता लेखि जाइछन्ति बोली आउ केही लेखिबे नहीं बा लेखिबा दरकार नहीं एभली धारणा मोर केबे होई नहीं। सेमानंक संगे मु केबे निजको तुलना करे नहीं कि तुलना करी लज्जारे अधमतम बोली निजको वैष्णव धिक्कार करे नहीं। मोर मने हुए सेमानंक साहित्य आमर अमूल्य उत्तराधिकार हेले हे आम जुगर मानस रूप बा जीवनर चेहरा फुटाई पारिबे नहीं। सेमानंक साहित्य रे आम जगतर छायायुद्ध नहीं नथिबारी कथा आमकु ही आमर साहित्य गढ़िबाकु हेबो। प्रत्येक जुगर साहित्य से जुग को तैयारी करिबाकु होई थाए। कालिदास भंज राधानाथ बा रवींद्रनाथ जेते बड़ ओ नमस्य हुअंतु ना कहीं सेमाने किछि श्मशान रु फेरी आसी आम साहित्य गढ़ी दे जीवे नहीं कि आम जीवनर चित्र तार बहुविध प्रश्न और समस्यार समाधान करि जीवे नहीं। आमे समस्तंकु श्रद्धा और भक्ति करिबा एवं सेमानंकर उज्जवल परंपरा रु भाषा और साहित्य पाई जीवनी शक्ति संग्रह करिबा सिना किंतु सेमानंक मुह को चाहि रही हाथ बंद करी बसी रहिले किछि आमर दुख घुंचिब नहीं कि नूतन साहित्य गढ़ी उठिब नहीं। जेउ जगत जीवनधारा और वास्तवता संगे मरीगलानी सेई जगतर भाषा चिंता कोण रूपकल्प जीवनबोध समाज रूप और चालीचलन तथा रूपक बा आंगिक साहाय्य आम साहित्य रचना कले आम वास्तवता सेथिरे जीवंत होई फुटी उठिब नहीं कि आम मानस भंगीर प्रकृत प्रतिनिधित्व ताहा करिब नहीं। आम मनरे उपयुक्त अनुभंग सृष्टि करि पारिबो केवल सेई साहित्य जहा आम जीवनर प्रकृत प्रतिफलन एवं आमर चेतन और अवचेतन मनर जार अभिज्ञता और आवेदन निकटवर्ती ए संबंध रे मोर धारणा खूब परिष्कार आउ संदेहहीन। खापछड़ा भाव में यही केतोटी कथा कहिबा छड़ा मु काहींकी लेखे ए प्रश्नर कौनसी संतोषजनक उत्तर मु देई पारिबी नहीं। ये होउची मु काहींकी लेखे प्रसंग रे सच्चिदानंद राउतरायंकर स्वीकारोक्ति। आमे झड़ कवितार आलोचना कला बेले सची राउतरायंकर मु काहींकी लेखे एवं तांकर काव्य आभिमुख्य को जदि एकाठी मिसेकी देखिबा ताहेले गोटिए जिनिस स्पष्ट हो जिवो जे सची राउतरायंकर काव्य मानस वास्तव रे एक मिश्रित स्वरर उच्चारण। जदियो झड़ कवितारे आमे प्रगतिवादी बा साम्यवादी आभिमुख्य को ठाब करि पारिबा किंतु प्रथम पर्याय रे जेतेबेले से पाथेय रचना करूछंती सेतेबेले से संपूर्ण भावरे सबुज शैली ग्रहण करिछंती। आलोचक माने भी कहंती जे राउतरायंकर आद्यतम काव्य चेतनार रोमांटिक और रहस्यवादी दृष्टिकोण को सहजरे आमे देखि पारिबा किंतु आमे जो सबुजर सांप्रतिक ग्रंथरे डॉक्टर नित्यानंद शतपथी ए संपर्क में मत रखी कहउचंती जे पाथेय 1931 ठारू पल्लीश्री
1941 पर्यंत तांकर काव्य मानसर अनुशीलन कले किछि ए जो रोमांटिक और रहस्यवादी दृष्टिकोण झलक पाई परिबा। किंतु परवर्ती समय रे विशेषतः अभियान, बाजीराउत बा पांडुलिपिर विप्लवी कवि 1928 रु 35 मध्यरे और तार परे मध्य तांकर रचित राशि राशि कवितारे रोमांटिक काव्य मनर निरुता परिचय देइछंती। तेणु एई जो रोमांटिक माने भावना कविंक भितरे कविंकर मानस पटरे तांकर भाव को दीर्घ दिन धरी गति देइथिला। से गति परवर्ती समय रे भिन्न मोड नेइछि। विशेषतः आमे जेतेबेले पल्लीश्री रे देखुचे सेठी सामाजिक वैषम्य पाखरे जेमिति से असहाय मथा नत करी केवल समस्यार चित्रण से करूछंती, किंतु समस्यार समाधान पाई को आभिमुख्य ग्रहण करने को पड़िबो से संपर्क रे से प्रायतः नीरव। किंतु जेतेबेले तांकर अभियान संकलन प्रकाश पाउची से समय रे आमे देखुचे तार मुखबंधरे से लेखिछंती जे ए जुग सर्वहरार जुग, समस्त साम्राज्यवाद विरोधी और प्रतिक्रिया परिपंथी शक्ति मानंकु एकजुट करी श्रेणीहीन समाज गठन दिगरे नियोजित करिबा ही ए जुगर विशेष ऐतिहासिक दायित्व। साहित्य जदि एही विशेष दायित्वर वार्ताबह होई न पारिला तेबे ताहा चिरदिन मेरुदंडहीन एवं एस्केपिस्ट होई पड़ी रहिब सिना। साहित्य को एई एस्केपिस्ट टेंडेंसी हाथरू उद्धार करी विप्लवात्मक चिंताधारार बाहन करिबा दिगरे अभियान जदि कियत परिमाण रे अग्रसर होई थाए तेबे लेखक निजकु कृतार्थ मणिब। तेणु आमे देखिबा जे अभियान रचना कला बेलकु कवि निज जीवनर एवं साहित्यर आभिमुख्य स्पष्ट करि देउछंती एवं जेउठी से कहिबाकु चाहिचंती एक श्रेणीहीन समाज ही हो समाज गठन ही होची तांकर व्यक्तिगत जीवनर एवं साहित्यिक जीवनर लक्ष्य। तेणु कवितारे तार प्रतिफलन किपरि घटिछि से संपर्क रे आमे आलोचना करिबा पूर्वरु झड़ कविता जहा तांकर पांडुलिपिर प्रथम लोहित पर्याय रे रचना करा जाइछि तार नामकरण प्रसंग रे मध्य किंचित मने पकेइबा जरूरी। झड़ कहिले आमे एक प्रकृतिर भीषण बा विभीषिकामय रूप देखु, किंतु झड़र एठी समाजर तुमूल परिवर्तन, क्रांतिकारी परिवर्तन, निजर अस्तित्व निजर परिचयर सर्वांगीण परिवर्तनर प्रतीक हिसाब रे आसीछि। कवि चाहिछंती जो झड़ अर्थात समाजर परिवर्तन रे कहले केवल साम्राज्यवादी पुंजीवादी बा राजतंत्र शासन कथा एठी आसीबो नाही। व्यक्ति मनीष को तार मनीषत्वरे बा मानविकतारे ही उद्बुद्ध करिबाकू पड़िबो। तार एकमात्रतम परिचय जाति वर्ण धर्म हेबो नाही, केवल तार परिचय हेबो निरुता मनीष। तेणु झड़ कवितार जदि नामकरण कथा कहिबा ताहले ताहा हेउची एक परिवर्तनकामी मनीषर कथा जेमिति एई कवितारे अभिव्यंजित होईछि। झड़र अर्थ होईछि समूले परिवर्तन, पूरा
क्रांतिकारी स्ट्रक्चरल मॉडिफिकेशन बोली कहि परिबा, जहा द्वारा मनीष सहित मनीषर संबंध, मनीष सहित प्रकृतिर संबंधर तुमूल परिवर्तन हब एवं एई परिवर्तन जो श्रेणी मुक्त हेब, थिला बाला नथिला बालार आज पर्यंत जो द्वंद्वात्मक संघर्ष इतिहास रे घटी घटी आसीची, विश्वव्यापी जहाँ फरासी राष्ट्र विप्लव रे देखि पारिबा, किंबा अमेरिका मुक्ति संग्राम रे देखि पारिबा, किंबा आमे रूसियार अक्टोबर विप्लव बा बोल्शेविक आंदोलन रे देखि पारिबा, सेठी समाज जीवन रे जो समूले परिवर्तन घटी थिला, सेई परिवर्तनर कामना होउची झड़ कविता लेखिबा पई तांकर प्रथम प्रेरणा। आजी एतिकी थाउ, परवर्ती समय रे आमे तार विस्तृत आलोचना करिबा। कमेंट रे जिए चाहिए लेखि पारिबे। नमस्ते, धन्यवाद।